ଗ୍ରାହକଙ୍କ ପାଇଁ ବଡ଼ ଖବର କମିଲା ଏଲ୍ପିଜି ସିଲିଣ୍ଡର ଦର ଜାଣନ୍ତୁ କେତେ ହେଲା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଆଜିଠୁ ଦେଶବ୍ୟାପୀ ନୂଆ ଦର ଲାଗୁ ହୋଇଛି। ତେଣୁ ତୈଳ ବିପଣନ କମ୍ପାନୀଗୁଡ଼ିକ 19 କେଜି କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ 10 ଟଙ୍କା ହ୍ରାସ କରିଛନ୍ତି। ଏବେ ଏହି ସିଲିଣ୍ଡରକୁ ଗ୍ରାହକ ମାତ୍ର 1580.50 ଟଙ୍କା ଦେଇ କିଣି ପାରିବେ। ଏହି ଖବର ବ୍ୟବସାୟୀମାନଙ୍କୁ ବିଶେଷ କରି ଆଶ୍ୱସ୍ତି ଦେଇଛି। ସେହିପରି ଦିଲ୍ଲୀରେ 10 ଟଙ୍କା କମିଛି କମର୍ସିଆଲ ଗ୍ୟାସ୍ ଦର। ଦିଲ୍ଲୀରେ ସଂଶୋଧିତ ଖୁଚୁରା ବିକ୍ରୟ ମୂଲ୍ୟ ବର୍ତ୍ତମାନ 1580.50 ଟଙ୍କାରେ ପହଞ୍ଚିଛି। ଏହି ସଂଶୋଧନ ହୋଟେଲ ଓ ରେଷ୍ଟୁରାଣ୍ଟ ସମେତ ଏଲ୍ପିଜି ଉପରେ ନିର୍ଭର କରୁଥିବା ବ୍ୟବସାୟୀଗୁଡ଼ିକୁ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ସେହିପରି ମୁମ୍ବାଇରେ 1531.50 ଟଙ୍କା, କୋଲକାତାରେ 1684 ଟଙ୍କା ହୋଇଛି। ଅନ୍ୟପଟେ ଚେନ୍ନାଇରେ ସମାନ ସିଲିଣ୍ଡର ଦର 1739.50 ଟଙ୍କା ହୋଇଛି। ତେବେ କହି ରଖୁଛୁ ଯେ 14.2 କେଜି ସିଲିଣ୍ଡର ଦାମ 853 ଟଙ୍କା ରହିଛି। ଏହି ନୂଆ ଦର ଆଜିଠୁ ଲାଗୁ ହୋଇଛି। ତେବେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ ପ୍ରତ୍ୟେକ ମାସରେ ଅଏଲ କମ୍ପାନୀଗୁଡ଼ିକ ତେଲର ନୂଆ ଦର ଘୋଷଣା କରିଥାନ୍ତି। କମର୍ସିଆଲ ଏଲ୍ପିଜି ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଘରୋଇ ରନ୍ଧନ ପାଇଁ ବ୍ୟବହାର ହୋଇଥିବା ଏଲ୍ପିଜି ଦର ମଧ୍ୟ ଅପରିବର୍ତ୍ତିତ ରହିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।